ଆପଣ କେବେ ଭାବିଛନ୍ତି କି ଯଦି ଦିନେ ସକାଳେ ନିଦ ଭାଙ୍ଗିବା ପରେ ଆପଣଙ୍କୁ ଆଉ ପକ୍ଷୀଙ୍କର ସେହି ମଧୁର କିଚିରିମିଚିରି ଶବ୍ଦ ଆଉ ଶୁଭିବନି, ତେବେ କ'ଣ ହେବ? ଏହା କେବଳ ଶାନ୍ତି ଭଙ୍ଗ ହେବାର କଥା ନୁହେଁ, ବରଂ ଏହା ଆମ ମାନବ ସମାଜ ପାଇଁ ଏକ ବଡ଼ ବିପଦର ସଂକେତ। ଆଜିର ଏ ଭିଡ଼ିଓରେ ଆମେ ଜାଣିବା କିପରି ଏହି ଛୋଟ ଛୋଟ ଜୀବମାନେ ଆମ ପୃଥିବୀକୁ ବଞ୍ଚେଇ ରଖିଛନ୍ତି ଏବଂ ସେମାନେ ନଥିଲେ ଆମର ଅସ୍ତିତ୍ୱ କିପରି ସଙ୍କଟରେ ପଡ଼ିଯିବ। ଆମେ ସମସ୍ତେ ଭାବୁ ଯେ ପକ୍ଷୀମାନେ କେବଳ ଆକାଶରେ ବୁଡ଼ନ୍ତି ଏବଂ ସୁନ୍ଦର ଦେଖାଯାଆନ୍ତି, କିନ୍ତୁ ଆପଣ ଜାଣନ୍ତି କି ସେମାନେ ଆମ କୃଷକମାନଙ୍କର ସବୁଠାରୁ ବଡ଼ ବନ୍ଧୁ। ଚିନ୍ତା କରନ୍ତୁ, ଗୋଟାଏ କ୍ଷେତ କଥା, ଯେଉଁଠାରେ ଫସଲକୁ ପୋକମାନେ ନଷ୍ଟ କରୁଛନ୍ତି, ସେଠାରେ ପକ୍ଷୀମାନେ ପ୍ରକୃତିର କୀଟନାଶକ ଭାବରେ କାମ କରନ୍ତି। ଗୋଟାଏ ଛୋଟ ପକ୍ଷୀ ଦିନକୁ ହଜାର ହଜାର କ୍ଷତିକାରକ ପୋକ ଖାଇ ଫସଲକୁ ରକ୍ଷା କରେ। ଯଦି ପକ୍ଷୀ ନଥାନ୍ତେ, ତେବେ ପୋକମାନେ ଆମର ସମସ୍ତ ଖାଦ୍ୟ ନଷ୍ଟ କରିଦିଅନ୍ତେ। ଆପଣ କେବେ ଜଙ୍ଗଲ ମଝିରେ ଥିବା ବିରାଟ ଗଛଗୁଡ଼ିକୁ ଦେଖିଛନ୍ତି? ସେଗୁଡ଼ିକୁ କିଏ ଲଗେଇଥିଲା? ମଣିଷ ନୁହେଁ, ବରଂ ପକ୍ଷୀମାନେ। ହଁ, ପକ୍ଷୀମାନେ ହେଉଛନ୍ତି ପ୍ରକୃତିର ମାଳି। ସେମାନେ ଫଳ ଖାଆନ୍ତି ଏବଂ ବହୁ ଦୂରକୁ ଉଡ଼ିଯାଇ ମଳତ୍ୟାଗ କରନ୍ତି, ଯେଉଁଥିରେ ଥିବା ମଞ୍ଜିରୁ ନୂଆ ଗଛ ଜନ୍ମ ନିଏ। ବିଜ୍ଞାନ କହେ, ପୃଥିବୀର ଅଧାରୁ ଅଧିକ ଜଙ୍ଗଲ କେବଳ ପକ୍ଷୀମାନଙ୍କ ଯୋଗୁଁ ସୃଷ୍ଟି ହୋଇଛି। ସେମାନେ ନଥିଲେ ପୃଥିବୀ ମରୁଭୂମି ପାଲଟିଯିବ। ଖାଲି ଗଛ ଲଗାଇବା ନୁହେଁ, ଫୁଲରୁ ଫଳ ହେବା ପାଇଁ ମଧ୍ୟ ପକ୍ଷୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆପଣ ଭାବୁଥିବେ କେମିତି? ଯେତେବେଳେ ପକ୍ଷୀମାନେ ଫୁଲର ମହୁ ଖାଇବାକୁ ଯାଆନ୍ତି, ସେମାନଙ୍କ ଦେହରେ ପରାଗ ରେଣୁ ଲାଗିଯାଏ ଏବଂ ଏହା ଅନ୍ୟ ଫୁଲରେ ପହଞ୍ଚି ପରାଗ ସଙ୍ଗମ ବା ପଲିନେସନ ଘଟାଏ। ଏହି ପ୍ରକ୍ରିୟା ବିନା ଅନେକ ଫଳ ଏବଂ ପନିପରିବା ଉତ୍ପନ୍ନ ହୋଇପାରିବନି। ଅର୍ଥାତ୍ ଆମ ଖାଦ୍ୟ ଥାଳିରେ ଥିବା ଅନେକ ଖାଦ୍ୟ ପାଇଁ ଆମେ ପକ୍ଷୀମାନଙ୍କ ନିକଟରେ ଋଣୀ। ଆମ ସମାଜରେ ଶାଗୁଣା କିମ୍ବା କାଉକୁ ଅନେକ ସମୟରେ ଲୋକେ ଅଶୁଭ ବୋଲି ଭାବନ୍ତି। ଅବଶ୍ୟ ଶାଗୁଣା ବର୍ତ୍ତମାନ କାଁ ଭାଁ ଦେଖିବାକୁ ମିଳୁଛନ୍ତି, କିନ୍ତୁ କାଉମାନେ ତ ଅଛନ୍ତି। ସତ କହିବାକୁ ଗଲେ ସେମାନେ ହେଉଛନ୍ତି ପ୍ରକୃତିର ସଫେଇ କର୍ମଚାରୀ। ମୃତ ଜୀବଜନ୍ତୁଙ୍କୁ ଖାଇ ସେମାନେ ପରିବେଶକୁ ଦୁର୍ଗନ୍ଧ ଏବଂ ଭୟଙ୍କର ରୋଗରୁ ରକ୍ଷା କରନ୍ତି। ଯଦି ସେମାନେ ନଥାନ୍ତେ, ତେବେ ଚାରିଆଡ଼େ ମହାମାରୀ ବ୍ୟାପିଯାଆନ୍ତା। ତେଣୁ ପ୍ରକୃତିର ଚକ୍ରକୁ ସନ୍ତୁଳିତ ରଖିବାରେ ପ୍ରତିଟି ପକ୍ଷୀର ଅବଦାନ ରହିଛି। ବନ୍ଧୁଗଣ, ଆଜି କଂକ୍ରିଟର ଜଙ୍ଗଲ ଭିତରେ ପକ୍ଷୀମାନଙ୍କ ସଂଖ୍ୟା କମିବାରେ ଲାଗିଛି। ମୋବାଇଲ ଟାୱାର ଏବଂ ଜଙ୍ଗଲ କ୍ଷୟ ସେମାନଙ୍କ ପାଇଁ କାଳ ସାଜିଛି, କିନ୍ତୁ ଆମେ ଚାହିଁଲେ ଏହାକୁ ବଦଳେଇ ପାରିବା। ଆସନ୍ତୁ ଶପଥ ନେବା, ନିଜ ଛାତ ଉପରେ ପକ୍ଷୀଙ୍କ ପାଇଁ ମୁନ୍ଦାଏ ପାଣି ଓ କିଛି ଦାନା ରଖିବା। କାରଣ ଯଦି ପକ୍ଷୀ ବଞ୍ଚିବେ, ତେବେ ପ୍ରକୃତି ବଞ୍ଚିବ, ଏବଂ ଯଦି ପ୍ରକୃତି ବଞ୍ଚିବ, ତେବେ ଆମେ ବଞ୍ଚିବା। ଏ ବାର୍ତ୍ତାଟିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅନୁରୋଧ।